ଭାଗ୍ୟ ଭାଗ୍ୟ ପ୍ରକୃତରେ ଗଢ଼ିଥାନ୍ତି କିଏ? ଛୋଟିଆ ଉଦାହରଣଟେ। ରାସ୍ତାରେ ଦୁଇଟି ପଥର ପଡ଼ିଥିଲା। ଗୋଟେ ପଥର ମନ୍ଦିରରେ ଲାଗିଲା, ଆଉ ଗୋଟେ ପଥର ଗାଁ ତୁଠରେ ପଡ଼ିଲା। ଗାଧୋଇ ସାରିଲା ପରେ ଗ୍ରାମବାସୀ ଲୋକମାନେ ସେଇ ପଥର ଉପରେ ଗୋଡ଼ଟା ଘଷିହେଲେ, ଆଉ ମନ୍ଦିରରେ ଥିବା ପଥରଟା ଉପରେ ସମସ୍ତେ ଗୁହାରି କଲେ, ଆଖିରେ ଲୁହ ଝରେଇଲେ, ସୁଖ ଦୁଃଖ ସେୟାର କଲେ, ପାପ ପୁଣ୍ୟର ସେୟାର କଲେ। କୁହ ତ ଦେଖି, ପଥର ତ ପଥର, ତାହେଲେ ତୁଠ ପଥର ଆଉ ମନ୍ଦିରରେ ଥିବା ପଥର। ଜୟ ଜଗନ୍ନାଥ। ତେଣୁ ଭାଗ୍ୟ ଉପରେ ନିର୍ଭର କରେ କର୍ମର ଫଳ। ଯେ ତୁଠରେ ପଡ଼ିଛି ତା ଭାଗ୍ୟ ଖରାପ ନୁହେଁ, କାରଣ କେତେବେଳେ ସେ ପ୍ରଭୁ ରାମଚନ୍ଦ୍ର ଆସିବେ, ସେ ପଥରଟିକୁ ଉଦ୍ଧାର କରି ଅହଲ୍ୟା ବନେଇବେ। ଆଉ ଯେଉଁ ପଥରଟି ମନ୍ଦିର ପ୍ରାଙ୍ଗଣରେ ରହିଛି, ପାପୀ ତପୀ ଜ୍ଞାନୀ ଗୁଣୀ ଧନୀ ଗରିବ ମାନି ସମସ୍ତଙ୍କର କାହାଣୀଟା ସେ ଶୁଣୁଛି। ବୁଝିପାରିଲେ? ଜୟ ଜଗନ୍ନାଥ।